ପିଲାଟିର ନାଁ ରଘୁନାଥ। ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ଝୁଲଣା 2 ବହିର ହୋଲିର ମଜା ବିଷୟଟିକୁ ପଢ଼ିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟି ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ପଢ଼ିବା। ପାଠ 2 ହୋଲିର ମଜା। ହୋଲିର ମଜା। ଗଙ୍ଗାଧର ବସି ପାଠ ପଢ଼ୁଥାଏ। ବାପା ଅଫିସରୁ ଆସି ପହଞ୍ଚିଲେ। ଗଙ୍ଗାଧର ବାପାଙ୍କ ପାଖକୁ ଦୌଡ଼ି ଗଲା ଓ କହିଲା, ବାପା, କାଲି ହୋଲି, ତୁମେ ମୋ ପାଇଁ କ'ଣ ଆଣିଛ? ବାପା କହିଲେ, ଦେଖୁନୁ, ତୋ ପାଇଁ କେତେ ପ୍ରକାର ରଙ୍ଗ ଆଣିଛି। ଗଙ୍ଗାଧର ଖୁସିରେ ରଙ୍ଗ ପୁଡ଼ିଆକୁ ଗୋଟି ଗୋଟି କରି ଦେଖିଲା। ବାପା ତାର ହାତକୁ ଆଉ ଗୋଟିଏ ବ୍ୟାଗ୍ ବଢ଼ାଇ ଦେଲେ। ହାତକୁ ଆଉ ଗୋଟିଏ ବ୍ୟାଗ୍ ବଢ଼ାଇ ଦେଲେ। ଗୋଟିଏ ବ୍ୟାଗ୍ ବଢ଼ାଇ ଦେଲେ ଆଉ ସେହି ବ୍ୟାଗ୍ ଖୋଲି ସେ ଖୁସିରେ ନାଚି ଉଠିଲା। ସେଥିରେ ଭଳିକି ଭଳିକି ମିଠା, ପିଜୁଳି, କୋଳି, କମଳା ଥିଲା। ଗଙ୍ଗାଧର ଭଉଣୀ ସଂଘମିତ୍ରା ଆସିଲା। ଗଙ୍ଗାଧରର ଭଉଣୀ ସଂଘମିତ୍ରା ଆସିଲା। ଦୁହେଁ ହୋଲି ଖେଳିବା ପାଇଁ ନିଜ ନିଜର ସାଙ୍ଗମାନଙ୍କୁ ଘରକୁ ଆସିବାକୁ ଫୋନ୍ କଲେ। ହୋଲି ଦିନ ସାଙ୍ଗମାନେ ହୋଲି ଖେଳିବା ପାଇଁ ପିଚିକାରି ଧରି ଆସିଲେ। ପିଚିକାରିରେ ରଙ୍ଗ ପୂରାଇଲେ। ଗଙ୍ଗାଧର ଓ ସଂଘମିତ୍ରାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ। ସଂଘମିତ୍ରା ଦର୍ପଣଟିଏ ଧରି ଆସିଲା। ସଭିଏ ଦର୍ପଣରେ ନିଜ ନିଜ ଚେହେରା ଦେଖି ହସି ହସି ଗଡ଼ିଗଲେ। ହୋଲି ଖେଳିସାରି ସଭିଏ ଗାଧୋଇଲେ। ମା ପୁରୀ, ତରକାରୀ, ଲଡ଼ୁ, ମିଠା, ପିଜୁଳି ଖାଇବାକୁ ଦେଲେ। ସାଙ୍ଗମାନେ ଖୁସିରେ ଖାଇସାରି ଘରକୁ ଫେରିଗଲେ। ପିଲାମାନେ ଦେଖ, ଆମେ ହୋଲି ଖେଳିଥିବା। ତେଣୁ ହୋଲିର କିପରି ମଜା ଲାଗେ, ହୋଲି ଖେଳିଲେ କିପରି ମଜା ଲାଗେ ତୁମେ ତାହା ଅନୁଭବ କରିଛ। ତେଣୁ ଆମେ ସେଇ ଅନୁଭବକୁ ଆଜି ମନେ ପକାଇବା। ହୋଲିର ମଜା କିପରି ଲାଗେ ସେସବୁକୁ ଆମେ ଅନୁଭବ ଯାହା କରିଛନ୍ତି ତାକୁ ଆମେ ମନେ ପକାଇବା। ଦେଖ, ଏଇ ପାଠରେ ଲେଖା ହେଇଛି, ଗଙ୍ଗାଧର ବସି ପାଠ ପଢ଼ୁଥିଲେ। ତାଙ୍କ ବାପା ଅଫିସରୁ ଆସିଲେ। ଅଫିସରୁ ଆସି ତାଙ୍କୁ ଗୋଟେ ବ୍ୟାଗ୍ ବଢ଼ାଇ ଦେଲେ। ସେ ବ୍ୟାଗରେ କେତେ ପ୍ରକାର ରଙ୍ଗ ଥିଲା। ସେ ରଙ୍ଗକୁ ଦେଲେ। ରଙ୍ଗ ଦେଖିଲା, ପିଲା ଖୁସି ହେଲା। ତେଣୁ ଆମେ ମଧ୍ୟ ଯେତେବେଳେ ଆମ ପାଇଁ ରଙ୍ଗ ଆସେ, ହୋଲି ଆସିଲେ ଆମେ କେତେ ମଜା ନେଉ। ଖୁସି ହେଲେ। ଗଙ୍ଗାଧର ସଂଘମିତ୍ରା ତାଙ୍କ ସାଙ୍ଗମାନଙ୍କୁ ଫୋନ୍ରେ କହିଲେ, କାଲିକି ହୋଲି ଅଛି, ସମସ୍ତେ ଆମ ଘରକୁ ଆସିବ, ହୋଲି ଖେଳିବା। ତେଣୁ ସବୁ ଜଣେଇଦେଲେ। ସାଙ୍ଗମାନେ ମଧ୍ୟ କ'ଣ କଲେ, ହୋଲି ଦିନ ଆସିଲା, ସେତେବେଳେ ସମସ୍ତେ ପିଚିକାରି ଧରି ଆସିଲେ ଏବଂ ହୋଲି ଖେଳିଲେ। ହୋଲିରେ ସବୁ ରଙ୍ଗ ଲଗାଇଲେ, ମୁହଁରେ ରଙ୍ଗ ବୋଳାବୋଳି ହେଲେ। ତେଣୁ ଯେତେବେଳେ ରଙ୍ଗ ବୋଳାବୋଳି ହୋଇଥିଲେ ସେମାନେ କେହି କାହାକୁ ଚିହ୍ନି ପାରନ୍ତି ନାହିଁ। ତେଣୁ ତାଙ୍କର ଭଉଣୀ ସଂଘମିତ୍ରା କ'ଣ କଲା, ଗୋଟିଏ ଦର୍ପଣଟି ଧରି ଆସିଲା। ଦର୍ପଣରେ ଆମେ କ'ଣ କରୁ ପିଲାମାନେ କହିଲେ ଦେଖି? ଦର୍ପଣରେ ଆମେ ନିଜର ମୁହଁକୁ ଦେଖୁ। ମୁହଁଟା କିପରି ହୋଇଛି ଦେଖୁ, ମୁଣ୍ଡ କୁଣ୍ଡାଉ। ତେଣୁ ଦର୍ପଣରେ ମୁହଁ ଦେଖାଯାଏ। ଦର୍ପଣରେ ଆମର ପ୍ରତିଛବି ଦେଖୁ। ଦର୍ପଣରେ ପ୍ରତିଛବି ଦେଖି ହୁଏ। ତେଣୁ ଦର୍ପଣ ଆଣିଲେ ଦେଖିବା ପାଇଁ। ଦେଖିଲେ ସେମାନଙ୍କର ଯେଉଁ ରଙ୍ଗରେ ମୁହଁ ଲାଲ ହୋଇଯାଇଛି, ଯେଉଁ ରଙ୍ଗ ତାଙ୍କ ମୁହଁରେ ଲାଗିଛି, ସେସବୁ ଦେଖିଲେ ଏବଂ ସେମାନେ ହସିଲେ। ସମସ୍ତେ ହସିଲେ। ତାପରେ ହୋଲି ଖେଳି ସାରିଲା ପରେ ସଭିଏ ସ୍ନାନ କଲେ, ଗାଧୋଇଲେ। ଗାଧୋଇ ଆସି ତାଙ୍କ ମା ପ୍ରସ୍ତୁତ କରିଥିବା ମିଠା, ଲଡ଼ୁ, ତରକାରୀ, ପୁରୀ ସବୁ ଖାଇବାକୁ ଦେଲେ। ସଭିଏ ଏକାଠି ସାଙ୍ଗ ହୋଇ ଖାଇଲେ ଏବଂ ହୋଲିର ମଜା ନେଲେ। ତେଣୁ ପାଠର ନାଁ ହେଉଛି ହୋଲିର ମଜା। ହୋଲିର ମଜା କିପରି ନେଲେ ଆମେ ଜାଣିଲେ। ତେଣୁ ଆମେ ମଧ୍ୟ ହୋଲି ଖେଳିଲା ବେଳେ କେତେ ଖୁସି ଅନୁଭବ କରୁ ତାହା ଆମେ ଜାଣିଛେ। ତେଣୁ ଏହି ପାଠରେ ବିଷୟବସ୍ତୁ ହୋଲିର ମଜା। ବର୍ତ୍ତମାନ ଆମେ
ଏହି ପାଠର ଅଭ୍ୟାସ କାର୍ଯ୍ୟକୁ କରିବା। ଦେଖ ପିଲାମାନେ, ଅଭ୍ୟାସ କାର୍ଯ୍ୟକୁ କରିବା। ପ୍ରଥମ ପ୍ରଶ୍ନ, ଗଙ୍ଗାଧର ପାଇଁ ବାପା କାହିଁକି ରଙ୍ଗ ଆଣିଥିଲେ? ରଙ୍ଗ କ'ଣ ପାଇଁ ଆଣିଥିଲେ? ଉତ୍ତର ଲେଖିବା, ଗଙ୍ଗାଧର ହୋଲି ଖେଳିବା ପାଇଁ ବାପା ତା ପାଇଁ ରଙ୍ଗ ଆଣିଥିଲେ। ଖ ନମ୍ବର ପ୍ରଶ୍ନ, ତୁମେ ଆଉ କେଉଁ ପର୍ବରେ ରଙ୍ଗ ଖେଳିଥାଅ? ଆମେ ହୋଲି ପର୍ବ କିମ୍ବା କେହି କେହି ଦୋଳ ପର୍ବରେ ହୋଲି ଖେଳିଥାନ୍ତି। ଗ, ତୁମ ଘରେ ବାପା ତୁମ ପାଇଁ କେଉଁ ସବୁ ଫଳ ଖାଇବା ପାଇଁ ଆଣିଥାନ୍ତି? ଉତ୍ତର ଲେଖିବ, ଆମ ପାଇଁ ବାପା ସେଓ, କଦଳୀ, ଅଙ୍ଗୁର, ଆମ୍ବ, ପଣସ ଆଦି ଫଳ ଖାଇବା ପାଇଁ ଆଣନ୍ତି। ଘ ନମ୍ବର ପ୍ରଶ୍ନ, ତୁମେ ଜାଣିଥିବା କେତୋଟି ପର୍ବପର୍ବାଣିର ନାମ କୁହ? ଉତ୍ତର, ରଥଯାତ୍ରା, ଦଶହରା, ଦୀପାବଳି, ରଜ, ପ୍ରଥମାଷ୍ଟମୀ, ଗଣେଶ ପୂଜା, ସରସ୍ୱତୀ ପୂଜା ଏହିଭଳି ପର୍ବପର୍ବାଣି ଆମେ ଜାଣିଛୁ। ହୋଲି ପର୍ବରେ ତୁମେ କ'ଣ ସବୁ କରିଥାଅ? ଉତ୍ତର, ହୋଲି ପର୍ବରେ ଆମେ ସାଙ୍ଗସାଥୀଙ୍କ ସହ ରଙ୍ଗ ଅବିର ଖେଳୁ, ନୂଆ ପୋଷାକ ପିନ୍ଧୁ ଏବଂ ଘରେ ପ୍ରସ୍ତୁତ ମିଠା ଓ ପିଠା ଖାଉ। ବର୍ତ୍ତମାନ ଆମେ 2ର ପ୍ରଶ୍ନକୁ ଯିବା। ଏଠି ଦେଖ ଲେଖ। ଏଠି ଅଙ୍ଗ ଲେଖା ହେଇଛି, ଏଠାରେ ଆମେ ଅଙ୍ଗ ବୋଲି ଲେଖିବା। ଏ 3ଟି ଗାର ମଧ୍ୟରେ ଅଙ୍ଗକୁ ସୁନ୍ଦର ଭାବରେ ଆମେ ଲେଖିପାରିବା। ଅଙ୍ଗ ବୋଲି ଲେଖିବା। ସୁନ୍ଦର ଭାବରେ ଆମେ ଏ ଗାରକୁ ଲଗାଇ ଲେଖିବା। ଦେଖ, ଏଇଭଳି ଆମେ ଲେଖିବା। ସେ ଅଙ୍ଗ ଲେଖା ହେଇଛି, ଅଙ୍ଗ ମଧ୍ୟ ଏଇ ଘର ଭିତରେ ଏ ଗାର ମଧ୍ୟରେ ଆମେ ଲେଖିବା, ଅଙ୍ଗ ଲେଖିବା ହେଲା। ପିଲାମାନେ ସୁନ୍ଦର ଅକ୍ଷର କରି ପେନସିଲରେ ଆମେ ଲେଖିବା। 3 ନମ୍ବର ପ୍ରଶ୍ନ, ପଢ଼ ଓ ଲେଖ। ପଢ଼ି ଲେଖିବା। ଯାହା ଲେଖା ହେଇଛି ତାକୁ ଆମେ ଏଠାରେ ଲେଖିବା। ରଙ୍ଗ ଏଠି ଲେଖା ହେଇଛି, ଏଠି ଆମେ ରଙ୍ଗ ବୋଲି ଲେଖିବା। ଏଠି ବେଙ୍ଗ ଲେଖା ହେଇଛି, ଆମେ ଏଠି ଲେଖିବା ବେଙ୍ଗ। ଜଙ୍ଘ ଲେଖା ହେଇଛି, ଏଠି ଲେଖିବା ଜଙ୍ଘ। ସଂଘ, ଏଠି ଲେଖିବା ସଂଘ। ମୃଦଙ୍ଗ ଲେଖା ହେଇଛି, ଏଠି ଆମେ ଲେଖିବା ମୃଦଙ୍ଗ। କଙ୍ଗାରୁ ବୋଲି ଲେଖିବା ଏଠି। ସଂଗାତ ଲେଖିବା। ଜଙ୍ଘିଆ ଲେଖିବା। 4 ନମ୍ବର ପ୍ରଶ୍ନ, ଆସ ପଢ଼ିବା। ମୟୂର ଦେହ ରଙ୍ଗ ରଙ୍ଗିଆ, ନଈ କୂଳ ଜମି ଭାରି ବଢ଼ିଆ, କୁହୁ କୁହୁ ରାବେ କୋଇଲି ରାଣୀ, ମାଙ୍କଡ଼ ନାଚୁଛି ଦେଖାଇ ଠାଣି। ଆମେ ଏଠାରେ ଏସବୁ ଲେଖିବା। 5 ନମ୍ବର ପ୍ରଶ୍ନ, ତଳ କୋଠରୀରେ ପଶୁପକ୍ଷୀଙ୍କ ନାମ ଦିଆଯାଇଛି, ରଙ୍ଗ ଅନୁସାରେ ସେମାନଙ୍କୁ ବାଛି ଠିକ୍ କୋଠରୀରେ ଲେଖିବା। ଦେଖ, ଏଠି ଲେଖା ହେଇଛି ବିଭିନ୍ନ ରଙ୍ଗର କୋଠରୀ ଦିଆହେଇଛି, ସେ କୋଠରୀରେ ଆମେ ସଜାଇବା ଲେଖିବା। କଳା ରଙ୍ଗର ପକ୍ଷୀ କିଏ, ପଶୁ କିଏ, ତାକୁ ଆମେ ଏଇ କଳା ରଙ୍ଗ ବକ୍ସରେ ଲେଖିବା। କଳା ରଙ୍ଗର କିଏ ଆମେ ଦେଖ, କାଉ ଲେଖିବା କଳା ରଙ୍ଗରେ, କୋଇଲି, କାଉ, କୋଇଲି, ଭାଲୁ ଏ 3ଟି ଗୋଟେ ବକ୍ସରେ ଲେଖିବା। କଳା ରଙ୍ଗର ବକ୍ସରେ ଲେଖିବା। ତାପରେ ଧଳା ରଙ୍ଗର କିଏ, ଆମେ ଏ ଭିତରୁ ବାଛିବା। ଧଳା ରଙ୍ଗର କିଏ ନା ବଗ। ଧଳା ରଙ୍ଗର ହେଉଛି ବଗ, ତେଣୁ ଆମେ ଧଳା ରଙ୍ଗ ବକ୍ସରେ ବଗକୁ ଲେଖିବା। ସେମିତି ହଳଦିଆ ରଙ୍ଗ, ହଳଦୀ ବସନ୍ତ ଅଛି, ହଳଦୀ ବସନ୍ତକୁ ଲେଖିବା ଏ ହଳଦିଆ ବକ୍ସ ଭିତରେ। ସବୁଜ ରଙ୍ଗ କିଏ ଅଛି? ସବୁଜ ରଙ୍ଗ ଅଛି ଶୁଆ। ସବୁଜ ରଙ୍ଗ, ତେଣୁ ଆମେ ଏଠି ଲେଖିବା ଶୁଆ ସବୁଜ ରଙ୍ଗରେ। ତୁମେ ଜାଣିଥିବା ରଙ୍ଗର ନାମ ଲେଖ। ଆମେ କ'ଣ ସବୁ ରଙ୍ଗ ଜାଣିଛନ୍ତି ସେ ବିଷୟରେ ଆମେ ଏଠାରେ ଲେଖିବା। ଏଠି ଆମେ ଲେଖିବା ନାଲି ଗୋଟେ ଜାଣିଛନ୍ତି, ନାଲି, ନୀଳ, ସବୁଜ, କଳା, କମଳା, ବାଇଗଣୀ, ଗୋଲାପ, ହଳଦିଆ, ଧଳା ଏଇଭଳି ଆମେ ବିଭିନ୍ନ କଲର ଜାଣିଛେ, ସେ କଲରକୁ ଆମେ ଲେଖିଦେବା। 7 ନମ୍ବର ପ୍ରଶ୍ନ ପଢ଼ି ଉତ୍ତର ଲେଖ। ଗଙ୍ଗାଧରର ଘରେ
କେଉଁମାନେ ରହୁଥିଲେ? ଗଙ୍ଗାଧରର ଘରରେ କେଉଁମାନେ ରହୁଥିଲେ? ବାପା, ମା, ତାଙ୍କ ଭଉଣୀ ସଂଘମିତ୍ରା ରହୁଥିଲେ। ଖ ନମ୍ବର ପ୍ରଶ୍ନ, ସଂଘମିତ୍ରା କିଏ? ସଂଘମିତ୍ରା ହେଉଛନ୍ତି ସଂଘମିତ୍ରା ଗଙ୍ଗାଧରର ଭଉଣୀ। ସମସ୍ତେ କାହିଁକି ହସି ହେଲେ? ଯେତେବେଳେ ସେମାନେ ସମସ୍ତେ ହୋଲି ଖେଳିଲେ, ହୋଲି ରଙ୍ଗରେ ମୁହଁ ସବୁ ରଙ୍ଗ ବର୍ଣ୍ଣ ଧାରଣ କରିଥିଲା। ଯେତେବେଳେ ସମସ୍ତେ ଦର୍ପଣକୁ ଦେଖିଲେ, ଦର୍ପଣ ଦେଖି ସେମାନେ ହସିଲେ। ହୋଲି ସମୟରେ ଗଙ୍ଗାଧରର ସାଙ୍ଗମାନେ କ'ଣ କଲେ? ହୋଲି ସମୟରେ ଗଙ୍ଗାଧର ସାଙ୍ଗମାନେ ଗଙ୍ଗାଧରର ଘରକୁ ଆସି ପିଚକାରି ଧରି ଆସି ରଙ୍ଗ ଖେଳିଲେ, ପରସ୍ପରକୁ ରଙ୍ଗ ଅବିର ବୋଳିଲେ। ମୋ ନମ୍ବର ପ୍ରଶ୍ନ, ତୁମକୁ କେଉଁ ସବୁ ଫଳ ଖାଇବାକୁ ଭଲ ଲାଗେ? ଆମକୁ ଆମ୍ବ, କଦଳୀ, ସେଓ ଖାଇବାକୁ ଭଲ ଲାଗେ। ଏଠାରେ ଆମେ ଲେଖିପାରିବା। ମୋ ନମ୍ବର ପ୍ରଶ୍ନ, ଅଙ୍ଘ ଯୁକ୍ତାକ୍ଷର ଶବ୍ଦ ଶିକ୍ଷକ ପିଲାଙ୍କୁ ଡାକିବେ। ଏଠି ଡକାଯିବ, ଯୁକ୍ତାକ୍ଷର ଲେଖିବ। 9 ନମ୍ବର ପ୍ରଶ୍ନ, ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼, ଲେଖ, ପଢ଼। ଦେଖ ଲେଖା ହେଇଛି ମୃ, ବ, କେ, କ, କ୍ଷ ଏସପରି। ତେଣୁ ଆମେ ଏଇ ବକ୍ସରେ ଯେଉଁ ଅକ୍ଷର ଲେଖା ହେଇଛି ତାକୁ ନେଇ ଗୋଟେ ପଦ ଲେଖିବା ସବୁ। ଯେପରି କଳିଙ୍ଗ ଲେଖା ହେଇଗଲା, ସେହିପରି କ'ଣ ଲେଖିପାରିବା? ଏଠି ଲେଖିବା ଗ, ଅଙ୍ଗା, ଗ ଗୋଟେ ଅଛି, ଆଉ ଅଙ୍ଗା ନେଇକି ଗଙ୍ଗା ଲେଖିପାରିବା। ଗଙ୍ଗା ଗ ଲେଖା ହେଇନି, ତେଣୁ ଆମେ ଗଙ୍ଗା ଲେଖିପାରିବା ନାହିଁ। ତେଣୁ ଆମେ ସ ଅଛି, ସଂଘ ଲେଖିପାରିବା। ସ, ଅଙ୍ଘ, ସଂଘ ଲେଖିପାରିବା। ଏଠି ଜ ଅଛି, ଜ ଅଛି, ଜ ଆଉ ଅଙ୍ଘ ମିଶେଇକିରି ଆମେ ଜଙ୍ଘ ଲେଖିପାରିବା। ତାପରେ ଏଠି ଅଛି ର ଅଛି, ଅଙ୍ଗ ଅଛି, ରଙ୍ଗ ଲେଖିପାରିବା। ବଳ ଲେଖିପାରିବା, କକ୍ଷ ବୋଲି ଲେଖିପାରିବା। ସର ଲେଖିପାରିବା, ସ ଅଛି, ସର ଲେଖିପାରିବା, ସର। ଏଇଭଳି ଯାହା ଆମେ ବାଛି ଏ ଭିତରୁ ଲେଖିପାରିବା ନିଜ ସୁବିଧା ଅନୁସାରେ। 10 ନମ୍ବର, କ ଧାଡ଼ିରେ ଥିବା ଅଙ୍ଗ ପ୍ରତ୍ୟଙ୍ଗର ଚିତ୍ର ସହିତ ଖ ଧାଡ଼ିରେ ଥିବା କାମକୁ ଗାର ଟାଣ। ଦେଖ ଲେଖା ଅଛି କ ଧାଡ଼ିରେ ଆଖି ଚିତ୍ର ଅଛି। ଆଖିର କାମ କ'ଣ? ଆଖିର କାନ ଦେଖିବା ସହିତ ଯୋଡ଼ା ହେଇଛି। ତେଣୁ ଆମେ ନାକର କାମ କ'ଣ? ନାକ କାମ ଶୁଙ୍ଘିବା ନାକ କାମ। ତେଣୁ ନାକ ସହିତ ଆମେ ଯୋଡ଼ିଦେବା, ନାକ ଶୁଙ୍ଘିବା ଯୋଡ଼ିଦେବା। ତାପରେ ଲେଖା ହେଇଛି କାନର କାମ କ'ଣ? କାନ ଶୁଣିବା ବୋଲି ଯୋଡ଼ିଦେବା। ତାପରେ ଅଛି ଦାନ୍ତର କାମ କ'ଣ? ଦାନ୍ତର କାମ ଚୋବାଇବା, ତେଣୁ ଚୋବାଇବା ସହିତ ଯୋଡ଼ିଦେବା। ତାପରେ ଅଛି କ'ଣ? ହାତର କାମ କ'ଣ? ନା ହାତ ବଳକା ରହିଛି, ତେଣୁ ହାତ କିଛି ଲେଖିବା ନାହିଁ, ଗାର ଦେବା ନାହିଁ, ହେଲା। ହାତ କାମ କରିବା, ହାତର କାମ ହେଉଛି, ଏଠି କାମ କରିବା ଦେଇଛି, ଲେଖିବା ଦେଇଛି, ତେଣୁ କାମ କରିବା ଆଉ ଲେଖିବା ସହିତ ଯୋଡ଼ିଦେବା। ଆଉ କ'ଣ ଦେଇଛି ଦେଖିବା ପିଲାମାନେ? ଏଠି ଆଉ କ'ଣ ଦେଇଛି? ଦେଖ, ଆଉ ଏଠି କିଛି ଦିଆହେଇନି, ଏତିକି ଆମେ ଲେଖିଦେବା। ବର୍ତ୍ତମାନ ଆମେ 11 ନମ୍ବର ପ୍ରଶ୍ନକୁ ଯିବା। ଆଲୋଚନା କରି 3 ଗୋଟି ବାକ୍ୟ ଲେଖିବା। ରଙ୍ଗ ଖେଳିବା ସମୟରେ ଆମେ କିପରି ସାବଧାନତା ଅବଲମ୍ବନ କରିବା? ରଙ୍ଗ ଖେଳିବା ସମୟରେ ଆମେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା। ଆଖି, ନାକ, କାନରେ ଯେପରି ରଙ୍ଗ ନ ପଶିବ ଧ୍ୟାନ ଦେବା। ରଙ୍ଗ ଖେଳିବା ସମୟରେ ଆମେ ସାବଧାନତା ଅବଲମ୍ବନ କରିବା। ପରସ୍ପର ମଧ୍ୟରେ କଳିଗୋଳ କରିବା ନାହିଁ। ତାପରେ 12 ନମ୍ବର,
ତୁମେ ପାଳନ କରୁଥିବା ପର୍ବପର୍ବାଣୀଗୁଡ଼ିକ ନାମ ଲେଖ। ଆମେ ଯେଉଁ ପର୍ବପର୍ବାଣୀ ପାଳନ କରୁଛେ ତାକୁ ଆମେ ଲେଖିବା। କେଉଁ ପର୍ବ? ରଥଯାତ୍ରା ଲେଖିପାରିବା, ଦୁର୍ଗା ପୂଜା, ଦୀପାବଳି, ହୋଲି, ମକର ସଂକ୍ରାନ୍ତି, ଗଣେଶ ପୂଜା, ସରସ୍ୱତୀ ପୂଜା, ରାକ୍ଷୀ ପୂର୍ଣ୍ଣିମା, ରଜ ପର୍ବ, ନୂଆଖାଇ ଇତ୍ୟାଦି ପର୍ବ ଆମେ ଏଇ ବକ୍ସ ଭିତରେ ଲେଖିପାରିବା। ଆଉ ଯାହା ପୂଜା କରୁଛେ ପର୍ବପର୍ବାଣୀ ପାଳନ କରୁଛେ ତାକୁ ଆମେ ଏଇ ବକ୍ସରେ ମଧ୍ୟ ଲେଖିପାରିବା। 13 ନମ୍ବର ପ୍ରଶ୍ନ ତୁମ ପାଇଁ କାମ। ଲାଲ, ହଳଦିଆ, ନୀଳ ରଙ୍ଗକୁ ଅନ୍ୟ ରଙ୍ଗ ସହିତ ମିଶାଇ ନୂଆ ରଙ୍ଗଟିଏ ନାମ ଲେଖ। ଯେପରି ନାଲି ରଙ୍ଗ ହଳଦିଆ ରଙ୍ଗ ମିଶି କମଳା ରଙ୍ଗ ତିଆରି ହୋଇପାରିବ। ଏଠି ଆମେ କମଳା ରଙ୍ଗ ବୋଲି ଲେଖିପାରିବା। କମଳା ରଙ୍ଗ ଲେଖିପାରିବା। ତାପରେ ଦେଖ ହଳଦିଆ ନୀଳ ରଙ୍ଗ ମିଶିକିରି ସବୁଜ ରଙ୍ଗ ହୋଇପାରିବ। ତେଣୁ ଏଠି ସବୁଜ ରଙ୍ଗ ବୋଲି ଲେଖିବା। ସବୁଜ ବୋଲି ଲେଖିବା। ସବୁଜ। ଏଇଟା କମଳା ବୋଲି ଲେଖିବା। ଉପରଟା କମଳା। ତାପରେ ନାଲି ରଙ୍ଗ ନୀଳ ରଙ୍ଗ, ନାଲି ନୀଳ ମିଶାଇକିରି ଆମେ ବାଇଗଣୀ ଲେଖିପାରିବା। ବାଇଗଣ ହେବ, ତେଣୁ ବାଇଗଣୀ ବୋଲି ଲେଖିବା। ବାଇଗଣୀ କଲର ହେବ। ବାଇଗଣୀ ଲେଖିବା। ତାପରେ ବର୍ତ୍ତମାନ ଏହି ପାଠର ଅଭ୍ୟାସ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ତୃତୀୟ ପାଠକୁ ଆଲୋଚନା କରିବା। ରହୁଛି। ଜୟ ଜଗନ୍ନାଥ।